ନମସ୍କାର ବନ୍ଧୁଗଣ, ମୋ ନାଁ ସତ୍ୟ। ମୋ ବୟସ ଏବେ 26। ମୁଁ ଜଣେ ଇଞ୍ଜିନିୟର। ଆମ ଘର ଆମ ସାହି ମଝିରେ ଅଛି। ଆମ ଘରେ ମୁଁ, ବାପା ଆଉ ମୋ ବୋଉ ରହୁ। ଏଇ କଥା ଆମ ସାହି ଶେଷ ମୁଣ୍ଡରେ ଥିବା ଝୁନା ଭାଉଜଙ୍କ କଥା। ଝୁନା ଭାଉଜ ତାଙ୍କ ସ୍ୱାମୀ ଆଉ ଗୋଟେ ପୁଅ ଗୋଟେ ଝିଅ ସହ ରହନ୍ତି। ସେମାନେ ଆର୍ଥିକ ଅନଟନ ମଧ୍ୟରେ ରହନ୍ତି। ତାଙ୍କ ସ୍ୱାମୀ ସିକ୍ୟୁରିଟି ଗାର୍ଡ଼ କାମ କରନ୍ତି। ଝୁନା ଭାଉଜଙ୍କ ବୟସ ପାଖାପାଖି 40 ହେବ। ଦେଖିବାକୁ କଳା ଆଉ ପୁରା ପତଳା, ଆଉ ଲମ୍ବା ବେଣୀ। ତାଙ୍କର ଚାଲିଲା ବେଳେ ଲମ୍ବା ବେଣୀ ଖାଲି ଝୁଲୁଥାଏ। ଝୁନା ଭାଉଜଟିଏ ଗରିବ ହୋଇଥିବାରୁ ସବୁବେଳେ ମୋ ବୋଉ ତାଙ୍କର ସାହାଯ୍ୟ କରନ୍ତି। ଆଉ ସେ ଆସି ଆମ ଘରେ କେବେ କେବେ କାମ କରିଦିଅନ୍ତି। ଆମ ଘରେ ଗାଡ଼ି ରଖିବାକୁ ଜାଗା ନାହିଁ। ମୁଁ ନୂଆ ଗାଡ଼ି କିଣିକି ଆଣିଲା ପରେ କେଉଁଠି ରଖି ଭାବୁଥିଲି। ଝୁନା ଭାଉଜ ଆମ ଘରେ ବସି ବୋଉ ସହ କଥା ହୋଇଥାନ୍ତି। ମୋ କଥା ଶୁଣି ସେ କହିଲେ, ସତ୍ୟ, ତମ ଗାଡ଼ି ଆମ ଘରେ ରଖିଦେବ। ଆମର ଖାଲି ଜାଗା ବହୁତ ଅଛି। ମୁଁ ହଁ କହି ଗାଡ଼ି ନେଇ ତାଙ୍କ ଘରେ ରଖିଦେଲି। ସେଦିନ ରବିବାର ଥିଲା। ମୁଁ ସକାଳୁ ଉଠି ମୋ ଗାଡ଼ି ଆଣିବା ପାଇଁ ଭାଉଜଙ୍କ ଘରକୁ ଗଲି। ମୋ ଗାଡ଼ି ଘର ବାହାର ରୁମ୍ରେ ଥିଲା। ମୁଁ ଯାଇ ଦେଖିଲି ଭାଉଜ ସେଇ ଅଗଣାରେ ଗୋଟେ ହଳଦିଆ ଶାଢ଼ୀକୁ ପିନ୍ଧି ବସିଛନ୍ତି। କି ସୁନ୍ଦର ସିନ୍ ଥିଲା। ପାଣି ପଡ଼ି ପଡ଼ି ତାଙ୍କ ଦେହରେ ମିଶି ଯାଉଥିଲା, ଯେମିତି କଳା ମୂର୍ତ୍ତିରେ ସୁନାର ଓଢ଼ଣୀ। ଆଉ ସେ ଦେଖିବାକୁ ବହୁତ ସୁନ୍ଦର। ମୁଁ ନିଜକୁ ସମ୍ଭାଳି ମୋ ଗାଡ଼ି ପାଖକୁ ଯାଉଥିଲା ବେଳେ ଭାଉଜ ମୋତେ ଦେଖିଦେଇ କହିଲେ, ତମେ କେତେବେଳେ ଆସିଲ? ଆଉ ହସିଦେଲେ। ମୁଁ ଲାଜରେ ମୁଣ୍ଡ ତଳକୁ କରି ଚାଲିଗଲି। ଗାଡ଼ି ଆଣିକି ଆସିଲା ବେଳକୁ ଭାଉଜ ପୁଣି ପଚାରିଲେ, ସତ୍ୟ ପୁଣି କେତେବେଳେ ଆସିବ ଗାଡ଼ି ରଖିବାକୁ? ମୁଁ କହିଲି, ଏଇ 2 ଘଣ୍ଟାରେ ଆସିବି। ଆଉ ମୁଁ ସେଠୁ ବାହାରି ଗଲି। ମାର୍କେଟରେ ଯାଇ ଭାବୁଥାଏ ଭାଉଜଙ୍କୁ କେମିତି କହିବି। ଭାଉଜଙ୍କ ସହ ସେଇ କାମ ଟିକେ କରିବାର ଅଛି। ମାର୍କେଟରୁ ଫେରି ଗାଡ଼ି ରଖିବା ପାଇଁ ଭାଉଜଙ୍କ ଘରକୁ ଗଲି। ଗାଡ଼ି ରଖିକି ଆସିଲା ବେଳକୁ ଦେଖିଲି ଘରେ କେହି ନାହାନ୍ତି। ମୁଁ ଯାଇ ଭାଉଜ ପାଟି କଲି। ତାଙ୍କ ବାଥରୁମ୍ରୁ ହଁ ଶୁଭିଲା। ମୁଁ ଯାଇ ଦେଖିଲି ବାଥରୁମ୍ରେ ଭାଉଜ ଥିଲେ। ଭାଉଜ ସେଠୁ ବାହାରି ଚମକି ପଡ଼ିଲେ ଆଉ କହିଲେ, ଏ ମା ସତ୍ୟ, ତମେ କ'ଣ କରୁଛ ଏଠି? ମୁଁ କହିଲି, ନାଇଁ ମୋ ଭାଉଜ, ତମକୁ ଡାକିଲି ତ ଏଠି ଠିଆ ହେଇଥିଲି। ଆଉ ତାପରେ କହିଲେ, କ'ଣ ହେଲା? ମୁଁ କହିଲି, ଭାଉଜ, ତମ ସହ ଟିକେ ସେଇ କାମ କରିବାର ଅଛି। ତମେ ସତରେ ବହୁତ ସୁନ୍ଦର।
ସେ କହିଲେ, ସତ୍ୟ ମିଛ କୁହନି। ମୋ କଳା ଅଛି ବୋଲି ମୋତେ କେହି ପସନ୍ଦ କରନ୍ତି ନାହିଁ। ଆଉ ମୋ ଆଖି ବି ହେଲେ ଟେରି ଅଛି। ମୁଁ ଆସି ସବୁ ଶୁଣି ଭାଉଜଙ୍କ ପାଖକୁ ଗଲି। ଭାଉଜଙ୍କୁ କହିଲି, ମୋର ଟିକେ ସେଇ କାମ କରିବାର ଅଛି। ଭାଉଜ ବହୁତ ସମୟ ପରେ ହଁ କଲେ। ଆଉ ଆମେ ଦୁଇ ଜଣ ଯାକ ସେଇ କାମ କରିବାରେ ଲାଗି ପଡ଼ିଲୁ। ବହୁତ ସମୟ ଧରି ସେଇ କାମ କଲା ପରେ ମୁଁ ବାହାରି ଗଲି। ଆଉ ଭାଉଜଙ୍କୁ କହିଲି, ହଉ ଭାଉଜ, ଆସୁଛି। ସନ୍ଧ୍ୟାବେଳୁ ମୁଁ ମାର୍କେଟ ଯିବା ପାଇଁ ଭାଉଜଙ୍କ ଘରକୁ ଯାଇ ମୋ ଗାଡ଼ି ଆଣିଲା ବେଳେ ଭାଉଜ ଦୌଡ଼ି ଆସି ମୋ ହାତରେ 500 ଟଙ୍କା ଦେଇ କହିଲେ, ମୋ ପାଇଁ କିଛି ମେଡ଼ିସିନ୍ ଆଣିଦେବ। ମୁଁ କହିଲି, କ'ଣ ପାଇଁ? ମୁଁ କହିଲି, ଠିକ୍ ଅଛି, ତମେ ପଇସା ରଖ, ମୁଁ ମେଡ଼ିସିନ୍ ଆଣିଦେବି। ସେ କହିଲେ, ନାଇଁ ମ। ମୁଁ କହିଲି, ନାଇଁ, ତମେ ପଇସା ରଖ, ମୁଁ ମେଡ଼ିସିନ୍ ଆଣିଦେବି। ସେ କହିଲେ, ହଉ ଠିକ୍ ଅଛି। କିଛି ସମୟ ପରେ ମୁଁ ମେଡ଼ିସିନ୍ ଆଉ ମୋର କିଛି ଜିନିଷପତ୍ର ନେଇ ପୁଣି ଭାଉଜଙ୍କ ଘରକୁ ଗାଡ଼ି ରଖିବା ପାଇଁ ଗଲି। ଭାଉଜ ମୋତେ ଡାକିଲେ, ଆସ। ଯେତେବେଳେ ଚା ପିଇବା ଟାଇମ୍ ହେଇଥିଲା, କହିଲେ, ଆସ ଚା ପିଇକି ଯିବ। ମୁଁ କହିଲି, ନାଇଁ ମ ଭାଉଜ, ଚା ପିଇବିନି। ମୋତେ କହିଲେ, ଆଉ କ'ଣ ପିଇବ? ଆସ ଚା ପିଇ ଦେଇ ଯିବ। ମୁଁ ଚା ପିଇବା ପାଇଁ ଗଲି। ଚା ପିଇ ସାରି ଆସିଲି। ଆସିଲା ବେଳକୁ ଭାଉଜ ମୋତେ ହସି ଦେଇ କହିଲେ, ଆଜି କାମ କଲ, ଆଉ ଯେତେବେଳେ ବି ସେଇ କାମ କରିବାକୁ ଇଚ୍ଛା ହେବ, ଆସିବ, ସାଙ୍ଗ ହୋଇ ସେଇ କାମ କରିବା। ଏତିକି କହି ଭାଉଜ ହସିଦେଲେ। ମୁଁ ବି ହସି ଦେଇ ଭାଉଜଙ୍କୁ କହିଲି, ଠିକ୍ ଅଛି, ଆଜିଠୁ ମୋର ଯେତେବେଳେ ବି ସେଇ କାମ ଦରକାର ପଡ଼ିବ, ମୁଁ ତମ ପାଖକୁ ଆସିବି। ଆଉ ଆଜିର କାମ ପରେ ମୁଁ ବି ଜାଣିଗଲି, ତମ ପାଖରେ ଟ୍ୟାଲେଣ୍ଟ ବହୁତ ଅଛି। ତମେ ବି ସେଇ କାମ ବହୁତ ଭଲ ଭାବରେ କରିପାରିବ। ନିହାତି ତମରି ପାଖକୁ ହିଁ ଆସିବି।